भारतीय पाणीपाग विभाग आईएमडी बुधवार संध्या 5:30 पर्यंत कटक सहर समेत 11टी जिला ऑरेंज वार्निंग जारी करिछि। मध्यम धरणर झड़ वर्षा और वज्रपात सह 450 किलोमीटर बेगर पवन बहिबार संभावना रहिता बेले गजपति, मयूरभंज, भद्रक, केन्दुझर, अनुगुल, ढेंकानाल, नयागढ़, रायगड़ा, कंधमाल, बौद्ध और कटक किछि अंशकु आगामी 3 घंटा मध्य प्रभावित करिबो बोली आशा कराଯାଉଛି। तेबे वज्रपात रक्षा पाइबा ପାଇଁ ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ହେବ ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡମିସନ। ପରବର୍ତ୍ତୀ ସମୟରେ ଆଧାର କାର୍ଡ କରି ସ୍କୁଲରେ ଦାଖଲ କରିପାରିବେ ଛାତ୍ରଛାତ୍ରୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଏବଂ ଯେଉଁ ପିଲାମାନଙ୍କ ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ସ୍କୁଲ ଡ୍ରପ୍ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଚାଲିଥିବା ବେଳେ ଚାଇଲ୍ଡ ଟ୍ରାଫିକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି। ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲ ଯାଉନାହାନ୍ତି ତାହାର ସର୍ଭେ ଚାଲିଛି। ଏନେଇ 18 ବର୍ଷ ବୟସର ପିଲାମାନଙ୍କ ସର୍ଭେ କରାଯାଉଛି ଏବଂ ଡୋର ଟୁ ଡୋର ଯାଇ ଶିକ୍ଷକମାନେ ଏହି ସର୍ଭେ କରୁଛନ୍ତି। ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର ଏବଂ ସରକାର ରିପୋର୍ଟକୁ ଅଧ୍ୟୟନ କରି କ'ଣ କରାଗଲେ ଡ୍ରପ୍ ଆଉଟ୍ ସଂଖ୍ୟା କମିବ ସେ ନେଇ ଅନୁଧ୍ୟାନ କରିବେ। ଏହା ସହିତ ସରକାର ପକ୍ଷରୁ ଏସପି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ ମଧ୍ୟ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି। ତେଣୁ ସରକାରଙ୍କ ପଦକ୍ଷେପ ଯୋଗୁଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡମିସନ କରିବେ ବୋଲି ଆଶା କରାଯାଇଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରେକର୍ଡ ଭାଙ୍ଗୁଛି କରୋନା। 24 ଘଣ୍ଟାରେ 306 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ ସଂକ୍ରମିତ। ଆକ୍ଟିଭ କେସ୍ 7121 ପହଞ୍ଚିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତକାଲି ସୁଦ୍ଧା 7121 କୋଭିଡ ଆକ୍ରାନ୍ତ ସଂଖ୍ୟା ଛୁଇଁ ସାରିଛି। ଗତ 24 ଘଣ୍ଟାରେ 306 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତକାଲି 6 ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହେଉଥିବା ବେଳେ କେରଳରେ 2223 କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି। ସେହିପରି ଗୁଜରାଟରେ 1223, ଦିଲ୍ଲୀରେ 757, ମହାରାଷ୍ଟ୍ରରେ 615, ତାମିଲନାଡୁରେ 204, ପଶ୍ଚିମବଙ୍ଗରେ 727, ଛତିଶଗଡ଼ରେ 44 ଏବଂ ଆନ୍ଧ୍ରପ୍ରଦେଶରେ 42, ରାଜସ୍ଥାନରେ 138, କର୍ଣ୍ଣାଟକରେ 459, ଉତ୍ତରପ୍ରଦେଶରେ 229 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳରେ 3 ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ମହାରାଷ୍ଟ୍ରରେ ଜଣେ ଏବଂ କର୍ଣ୍ଣାଟକରେ 2 ଜଣ ଅବଶିଷ୍ଟ ମୃତ୍ୟୁ ରିପୋର୍ଟ ହୋଇଛି। ଅରୁଣାଚଳ ପ୍ରଦେଶ, ମିଜୋରାମ ଏପର୍ଯ୍ୟନ୍ତ ମାମଲା କୌଣସି ଚିହ୍ନଟ ହୋଇନଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଏବେ ଉପରେ ମୁହାଁ କରୋନା ସଂକ୍ରମଣ। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଏହାରି ମଧ୍ୟରେ ସରକାର ଆଲର୍ଟ ମୋଡରେ ରହିଛି। ଏବେ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତ କରୁଥିବା ମନ୍ତ୍ରୀଙ୍କୁ RT-PCR ପରୀକ୍ଷା ବାଧ୍ୟତାମୂଳକ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାର ପକ୍ଷରୁ ଅଫିସିଆଲ କିଛି କୁହାଯାଇ ନାହିଁ। ଦେଶରେ କରୋନା ମାମଲା ବଢୁଥିବାରୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଅନୁମାନ କରାଯାଇଥିବା ବେଳେ ଏହା ନେଇ କୌଣସି ଅଫିସିଆଲ ରିପୋର୍ଟ ଆସିନି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଆସୁଥିବା ମନ୍ତ୍ରୀ RT-PCR ପରୀକ୍ଷା କରିବାକୁ ହେବ ଏବଂ ଗତକାଲି ସୁଦ୍ଧା ଦେଶରେ କରୋନା ସଂକ୍ରମିତ 7121 ବଢିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଦେଶରେ ଗତ 24 ଘଣ୍ଟାରେ ମଧ୍ୟ 306ଟି ନୂଆ ମାମଲା ଏବଂ 6ଟି ମୃତ୍ୟୁ ରେକର୍ଡ ଦର୍ଜ କରିଛି। ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି କେରଳରେ ଏବଂ କେରଳରେ 2233 ଜଣ ପଜିଟିଭ ସଂଖ୍ୟା ରହିଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପେନସନ ଗ୍ରହଣ କରିବାକୁ ଆସିବାକୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଘରେ ପେନସନ ପହଞ୍ଚାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ DSSO ମାନଙ୍କୁ ମଧ୍ୟ ମଧୁବାବୁ ପେନସନ ଯୋଜନା MBPI ଅଧୀନରେ 80 ବର୍ଷ ବା ତତୋଧିକ ବ୍ୟକ୍ତିଙ୍କୁ 80% ବା ତତୋଧିକ ଅକ୍ଷମ ଥିବା ହିତାଧିକାରୀଙ୍କ ଘରେ ପେନସନ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ SSEPD ବିଭାଗ କମିଶନର କମ୍ ସଚିବ RS ଗୋପାଳ ଏ ସମ୍ପର୍କରେ ଗତକାଲି DSSOଙ୍କୁ ଚିଠିପତ୍ର ପଠାଇଛନ୍ତି। ସେ କହିଛନ୍ତି ଯେ ଅନେକ ହିତାଧିକାରୀ ସେମାନଙ୍କ ଦୁର୍ବଳ ଶାରୀରିକ ଅବସ୍ଥା ଯୋଗୁଁ ପେନସନ ବଣ୍ଟନ ସ୍ଥାନକୁ ଆସିପାରୁନାହାନ୍ତି। ତେଣୁ ଏଭଳି ହିତାଧିକାରୀମାନଙ୍କ ପାଇଁ ଘରକୁ ପେନସନ ପହଞ୍ଚାଇବା ନିଶ୍ଚିତ କରନ୍ତୁ। SSEPD ବିଭାଗୀୟ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ପଞ୍ଚାୟତ ରାଜ ବିଭାଗ ଆଉଟଡୋରିଂ କାର୍ଯ୍ୟକ୍ରମ ବିକାଶ ରଥ ଜୁନ 12ରୁ 19 ତାରିଖ ମଧ୍ୟରେ ଆୟୋଜିତ ହେବାକୁ ସମୟରେ MBPSର ସମସ୍ତ ଅଧିକାରୀଙ୍କୁ ଘରେ ଘରେ ପେନସନ ଯୋଗାଇ ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ MBPY ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା। ଏହା ଓଡ଼ିଶାର ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଏବଂ କୋଭିଡ-19 ପୀଡ଼ିତ ଅନାଥ ଶିଶୁ ଆଦି ସମସ୍ତଙ୍କ ବିଭିନ୍ନ ଦୁର୍ବଳତା ବର୍ଗର ସାମାଜିକ ସୁରକ୍ଷା ଆବଶ୍ୟକତାକୁ ପୂରଣ କରେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍ 28 ତାରିଖ ଦିନ ପୁଣି ଆରମ୍ଭ ହେବ ବୋଲି ସୂଚନା ଆସିଛି। ଏହି ସୂଚନା ପ୍ରଦାନ କରିଛନ୍ତି
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବର୍ତ୍ତମାନ ରତ୍ନ ଭଣ୍ଡାର କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ମରାମତି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ଏବେ ନିଶ୍ଚିତ ଭାବରେ କହିବା ସମ୍ଭବ ନୁହେଁ। ଏହି ମରାମତି କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପବିତ୍ରତା ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିବେଚନା କରିଛନ୍ତି ଏବଂ ସେ କହିଛନ୍ତି ରଥଯାତ୍ରା ପରଦିନ ଏହା ପୁନଃ କାର୍ଯ୍ୟ ଆରମ୍ଭ ହେବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। 16 ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ। ରଜ ପାଇଁ ଖୋଲା ରହିବ ନନ୍ଦନକାନନ ଏବଂ 17 ତାରିଖ ଦିନ ବନ୍ଦ ରହିବ ନନ୍ଦନକାନନ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଦେଲେ ସୂଚନା। ରଜ ଅବସରରେ ଖୋଲା ରହିବ ନନ୍ଦନକାନନ। ଏନେଇ ଉଦ୍ୟାନର କର୍ତ୍ତୃପକ୍ଷମାନେ ଦେଇଛନ୍ତି ସୂଚନା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ନୂଆ ଉପହାର ନେଇ ଆସିଛି। ରଜ ଅବସରରେ 12ଟି ନୂଆ ଏନ୍ଏସି ନଗର ପରିଷଦ ଘୋଷଣା କରିବାକୁ ଯାଉଥିବା ବେଳେ ପାଲହଡା, ଧୂସୁରୀ, ତିହିଡିଆ, ସମଲେଇ, ଚିତ୍ରଡ଼ା, ବେତନଟୀ ଓ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ଏହି ତାଲିକାରେ ଥିବାର ସମ୍ଭାବନା ରହିଛି। ପଞ୍ଚାୟତରାଜ ବିଭାଗ ମଞ୍ଜୁରୀ ଦେଇଥିବା ପରେ ମୁଖ୍ୟମନ୍ତ୍ରୀ ଶୀଘ୍ର ଘୋଷଣା କରିପାରନ୍ତି ଏବଂ ଏହି ଏନ୍ଏସି ଗୁଡ଼ିକ ଭବିଷ୍ୟତରେ ମ୍ୟୁନିସିପାଲିଟି କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ। ଭଞ୍ଜନଗର ଓ ପଲସାର ଏନ୍ଏସି ମ୍ୟୁନିସିପାଲିଟି କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ତେବେ ଏହି ଉଦ୍ୟମ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ଏନ୍ଏସି ତାଲିକା ପ୍ରତି ବିଜେଡି ଅସନ୍ତୋଷ ବ୍ୟକ୍ତ କରିଛି।